जय जगन्नाथ आपण मानक प्रज्योति स्वाल को स्वागत। ଏବେ ଦେଖନ୍ତୁ ମୁଁ ଆପଣଙ୍କୁ ଡାଇରେକ୍ଟ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକାର ହିଁ ଦେଖି ଦେଉଛି। ଆମର 26 ଅଗଷ୍ଟ ସୋମବାର ଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। କିନ୍ତୁ ବହୁତ ଲୋକମାନେ 26 ତାରିଖ ପାଳନ କରୁଛନ୍ତି, 27 ତାରିଖ ପାଳନ କରୁଛନ୍ତି। ତ ଦେଖନ୍ତୁ ମୁଁ ଆପଣଙ୍କୁ ଖଡ଼ିରତ୍ନ ପଞ୍ଜିକାର ହିଁ ଦେଖାଇ ଦେଉଛି, କାରଣ ତାର ନୀତି ନିୟମ ରହୁଛି ଜନ୍ମାଷ୍ଟମୀ କେଉଁ ଦିନ ପାଳନ କରାଯିବ। କାରଣ ବହୁତ ଲୋକ ବୈଷ୍ଣବ ଯେଉଁମାନେ ଧର୍ମ ଅବଲମ୍ବନ କରୁଛନ୍ତି ତାଙ୍କ ମତାମତ ଅନୁସାରେ ଅଲଗା ଥାଏ, ରାମାନୁଜଙ୍କ ତାଙ୍କ ଅନୁସାରେ ଅଲଗା ଥାଏ। ତ ସେଥିପାଇଁ ଆପଣଙ୍କୁ ମୁଁ ପୁରା ପଞ୍ଜିକାରୁ ଦେଖି ଦେଉଛି, ତାପରେ ଆପଣଙ୍କ ନିଷ୍ପତ୍ତି ଆପଣ କେଉଁ ଦିନ ଜନ୍ମାଷ୍ଟମୀ ପର୍ବ ପାଳନ କରିବେ। ଦେଖନ୍ତୁ ଏଟା ଲେଖା ହେଇଛି 26 ଅଗଷ୍ଟ ଆମର ସୋମବାର ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କର ଜନ୍ମ ଗ୍ରହଣ କରିଥିଲେ। ତ 26 ଅଗଷ୍ଟ ସୋମବାର ଦିନ ଆମର ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଅଛି। ସେଇଟା ଶ୍ରୀମନ୍ଦିର ଓ ରାମାନୁଜଙ୍କ ଭିନ୍ନ ସର୍ବସମ୍ମତ ଅନୁସାରେ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ। ମାନେ ଆମର ଯେଉଁଟା 26 ଅଗଷ୍ଟ ସୋମବାର ଦିନ ଜନ୍ମାଷ୍ଟମୀ ପାଳନ କରାଯାଉଛି, ସେଇଟା ଶ୍ରୀମନ୍ଦିରରେ ମାନେ ପୁରୀ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଜନ୍ମାଷ୍ଟମୀ ପର୍ବ ସୋମବାର ଦିନ ହିଁ ପାଳନ କରାଯିବ, ଯେଉଁଦିନ କି ଆମର ଶନି ମହାଗ୍ରହ ଜୟନ୍ତୀ ମଧ୍ୟ ରହୁଛି। ସେଦିନ ଆପଣ ନଡ଼ିଆ ଖାଇବେ ନାହିଁ, କାରଣ ନଡ଼ିଆ ଅଷ୍ଟମୀ ତିଥିରେ ଖାଇଲେ ତାହା ଗୋମାଂସ ସହିତ ସଦୃଶ ଥାଏ। ତେଣୁ ସେଦିନ ଆପଣ ନଡ଼ିଆ ଖାଇବେ ନାହିଁ। ଆଉ ଦେଖନ୍ତୁ ମୁଁ ତାପରେ ଆପଣ ଯଦି ଭଗବାନଙ୍କୁ ପୂଜା କରୁଛନ୍ତି, ଶ୍ରୀକୃଷ୍ଣଙ୍କୁ ପୂଜା କରୁଛନ୍ତି, ତ ସେଦିନ ଆପଣଙ୍କ ଅମୃତ ବେଳାର ସମୟ ମୁଁ ଆପଣଙ୍କୁ କହିଦେଉଛି। ସୂର୍ଯ୍ୟୋଦୟରୁ 7ଟା 11 ଭିତରେ ରହୁଛି। ଆପଣଙ୍କର ସୂର୍ଯ୍ୟୋଦୟ ପୁରୀକୁ ସୂର୍ଯ୍ୟୋଦୟ ହେଉଛି 5ଟା 33 ତ ଆପଣ ଯଦି ପୂଜା କରୁଛନ୍ତି 5ଟା 33ରୁ 7ଟା 11 ମଧ୍ୟରେ ଶୁଭ ମୁହୂର୍ତ୍ତ ରହୁଛି, ପୂଜା କରିପାରିବେ। ତା ସହିତ ମଧ୍ୟ ସକାଳ 10ଟା 23ରୁ 12ଟା 4 ମଧ୍ୟରେ ପୂଜା କରିପାରିବେ। କେତେଜଣ ସକାଳେ ସେମିତି ପୂଜା କରିସାରିଲା ପରେ ଦିନ ସାରା ଭଗବାନଙ୍କ ପାଇଁ ଉପବାସ କରିଥାନ୍ତି। ତାପରେ ଦିନ ସାରା ମଧ୍ୟ ଭଗବାନଙ୍କ ପାଇଁ ଭୋଗ ମଧ୍ୟ ତିଆରି କରିଥାନ୍ତି। ରାତିରେ ତାପରେ ସେମାନେ ଭଜନ କୀର୍ତ୍ତନ କରିସାରିଲା ପରେ ପୁଣି ଭଗବାନଙ୍କ ପାଖରେ ଭୋଗ ଲଗେଇଥାନ୍ତି, ପୂଜା କରିଥାନ୍ତି। ତ ସକାଳେ ଯଦି ଆପଣ ପୂଜା କରୁଛନ୍ତି, ଆପଣ 7ଟା 11 ମଧ୍ୟରେ ଗୋଟେ ରହୁଛି, ତାପରେ 10ଟା 23ରୁ 12ଟା 4 ମଧ୍ୟରେ ରହୁଛି, ତାପରେ ରାତି 6ଟା 47ରୁ 9ଟା 11 ମଧ୍ୟରେ ଗୋଟେ ରହୁଛି। ତାପରେ ଭଗବାନ ଯେତେବେଳେ ଜନ୍ମଗ୍ରହଣ କରିଥିଲେ ମାନେ ରାତି ସମୟରେ, ସେତେବେଳେ ମଧ୍ୟ ଆପଣଙ୍କର ଗୋଟେ ଶୁଭ ବେଳା ରହୁଛି 11ଟା 35ରୁ 2ଟା 47 ମଧ୍ୟରେ। ଠିକ୍ ଅଛି। ତ ଆପଣ ଦେଖନ୍ତୁ ଆପଣଙ୍କ ଅନୁସାରେ ମୁଁ 4ଟା ଦେଇଛି ଯାହା ଲେଖାଯାଇଛି, ତ ଆପଣଙ୍କୁ ଯେଉଁଟା ସୁବିଧା ହେଉଛି ଆପଣ କରିପାରିବେ। ତା ସହିତ ମାହେନ୍ଦ୍ର ବେଳା ରହୁଛି ଦିନ 3ଟା 11ରୁ 4ଟା 47 ମଧ୍ୟରେ ଗୋଟେ ମାହେନ୍ଦ୍ର ବେଳା ମଧ୍ୟ ସମୟ ରହୁଛି। ତାପରେ ଦେଖନ୍ତୁ 27 ଅଗଷ୍ଟ ମଙ୍ଗଳବାର ଦିନ, 26 ସରିଲା, ତାପରେ 27 ଅଗଷ୍ଟ ମାନେ ମଙ୍ଗଳବାର ଦିନ ଆମର ଶ୍ରୀମନ୍ଦିରରେ ମାନେ ଭଗବାନ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପୁରୀ ମନ୍ଦିରରେ ଆମର ନନ୍ଦ ଉତ୍ସବ ପାଳନ କରାଯିବ। ଠିକ୍ ଅଛି। 27 ଅଗଷ୍ଟ ଦିନ ଆମର ମଙ୍ଗଳବାର ଦିନ ନନ୍ଦ ଉତ୍ସବ ପାଳନ କରାଯିବ। କିନ୍ତୁ ବୈଷ୍ଣବ ଧର୍ମ ଯେଉଁମାନେ ଅବଲମ୍ବନ କରୁଛନ୍ତି, ବୈଷ୍ଣବ ପାଞ୍ଜି ଯେଉଁମାନେ ଦେଖୁଛନ୍ତି, ସେମାନଙ୍କ ପାଇଁ ବୈଷ୍ଣବ ସମ୍ମତ ଅନୁସାରେ ଶ୍ରୀହରିଙ୍କର ଜନ୍ମଦିନ 27 ଅଗଷ୍ଟ ମଙ୍ଗଳବାର ଦିନ। ଦେଖନ୍ତୁ ମୁଁ ବାରମ୍ବାର କହୁଛି, ଯେଉଁମାନେ ବୈଷ୍ଣବ ଧର୍ମ ଅବଲମ୍ବନ କରୁଛନ୍ତି, ଭଗବାନ ମାନେ ସେମାନଙ୍କର ମାନେ ଶ୍ରୀକୃଷ୍ଣଙ୍କର କେବଳ ହିଁ ଭକ୍ତ, ଶ୍ରୀକୃଷ୍ଣଙ୍କର ସବୁ ପର୍ବ ସେମାନେ ପାଳନ କରୁଛନ୍ତି, ବୈଷ୍ଣବ ଧର୍ମ ହିଁ ସେମାନେ ଅବଲମ୍ବନ କରୁଛନ୍ତି, ସେମାନଙ୍କ ପାଇଁ ଶ୍ରୀହରିଙ୍କର ଜନ୍ମ ହେଉଛି 27 ଅଗଷ୍ଟ, ଯେଉଁଦିନ ଆମମାନଙ୍କର ନନ୍ଦ ଉତ୍ସବ। ମାନେ ତାଙ୍କ ପାଇଁ 27 ଅଗଷ୍ଟ ମଙ୍ଗଳବାର ଦିନ ହେଉଛି ଜନ୍ମାଷ୍ଟମୀ। ଠିକ୍ ଅଛି। କିନ୍ତୁ ଆମମାନଙ୍କ ପାଇଁ ଆମେ ଯେଉଁ ସନାତନ ଧର୍ମ ଅବଲମ୍ବନ କରୁଛୁ, ଶ୍ରୀମନ୍ଦିରରେ
ପୁରୀ ମନ୍ଦିରରେ ଯେଉଁ ରୀତିନୀତି ଅବଲମ୍ବନ କରାଯାଉଛି ସେହି ଅନୁସାରେ ଆମେ ମାନେ ପୂଜା ପାଳନ କରୁଛୁ। ତ ସେଇ ମତ ଅନୁସାରେ ଆମର ସୋମବାର ଦିନ ଜନ୍ମାଷ୍ଟମୀ, ମଙ୍ଗଳବାର ଦିନ ଆମର ନନ୍ଦ ଉତ୍ସବ। ଯଦି ଆପଣ ନନ୍ଦ ଉତ୍ସବ ପାଳନ କରୁଛନ୍ତି କି କେତେ ଜଣଙ୍କ ଯଦି ବୈଷ୍ଣବ ଧର୍ମ ଅନୁସାରେ ଆପଣଙ୍କର ଜନ୍ମାଷ୍ଟମୀ ପାଳନ କରୁଛନ୍ତି, ତାହେଲେ ମଙ୍ଗଳବାର ଦିନ ହେଉଛି ଆପଣମାନେ ଲାଉ ଖାଇବେ ନାହିଁ। ସେଦିନ ଆପଣମାନେ ଶୁଭ ବେଳା ରହୁଛି ସକାଳ 7ଟା 59ରୁ 10ଟା 23 ମଧ୍ୟରେ ଗୋଟେ ରହୁଛି, ତାପରେ 12ଟା 47ରୁ 2ଟା 23 ମଧ୍ୟ ରହୁଛି, ତାପରେ 3ଟା 11ରୁ 4ଟା 47 ମଧ୍ୟରେ ରହୁଛି। ତାପରେ ଆପଣଙ୍କର ସୂର୍ଯ୍ୟ ଅସ୍ତ ସମୟରେ ମାନେ ସନ୍ଧ୍ୟା ସମୟରେ 6ଟା 03ରୁ ରାତି 6ଟା 50 ମଧ୍ୟ ରହୁଛି, ତାପରେ 9ଟା 10ରୁ ରାତି 11ଟା 34 ମଧ୍ୟ ରହୁଛି। ଏମିତି ଶୁଭବେଳା ରହୁଛି ଆପଣଙ୍କର ଏତିକି ରହୁଛି। ଦେଖନ୍ତୁ ଆପଣଙ୍କୁ ଧର୍ମକୂଟରେ ବି ଲେଖାଯାଇଛି ଅଦ୍ୟ ସୂର୍ଯ୍ୟୋଦୟ ରୋହିଣୀ ନକ୍ଷତ୍ର ହୋଇଥିବାରୁ ରୋହିଣୀ ନକ୍ଷତ୍ରରେ ରାମାନୁଜ ବୈଷ୍ଣବ ସମ୍ମତ ଶ୍ରୀହରି ଜନ୍ମ ଉପବାସ। ଠିକ୍ ଅଛି, ମାନେ ରୋହିଣୀ ନକ୍ଷତ୍ର ଥିବାରୁ ଆମର କେଉଁ ଦିନ ଆମର ନନ୍ଦ ଉତ୍ସବ ଦିନ, ସେଦିନ ବୈଷ୍ଣବ ମତ ଅନୁସାରେ ତାଙ୍କର ହେଉଛି ଜନ୍ମାଷ୍ଟମୀ। ଠିକ୍ ଅଛି, ତ ଏଇଟା ରହିଲା ଆପଣଙ୍କର କହିଦେଲି। ଆପଣ କେଉଁ ଦିନକୁ ଧରିବେ, ମାନେ 26କୁ ଧରିବେ କି 27 ଧରିବେ, ସେଟା ଆପଣଙ୍କ ଉପରେ ନିଷ୍ପତ୍ତି ଅଛି, କିନ୍ତୁ ମୁଁ ଆପଣଙ୍କୁ ପଞ୍ଜିକାରୁ ଦେଖେଇବାର ଅଛି ବୋଲି ଦେଖେଇଦେଲି। ଆଶା କରୁଛି ଆପଣମାନଙ୍କୁ ଏଇ ଭିଡ଼ିଓଟି ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।